ସାଙ୍ଗମାନେ ମୋ ନାଁ ପବିତ୍ର। ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଉଛି, ଆଜିର ଏହି କାହାଣୀ ଶୁଣିଲା ପରେ ଆପଣମାନେ ନିଜର ବାଣ୍ଡକୁ ହଲେଇ ବୀର୍ଯ୍ୟ ନିଶ୍ଚୟ ବାହାର କରିବେ। ଚାଲନ୍ତୁ ଆଜିର କାହାଣୀଟିକୁ ଆରମ୍ଭ କରିବା। କେମିତି ପରିସ୍ଥିତିରେ ପଡ଼ି ବୋଉ ଆଉ ମୁଁ ଆମେ ଘିଆଘି ହେବାକୁ ବାଧ୍ୟ ହେଲୁ। ମୋ ନାଁ ପବିତ୍ର, ବୟସ 18 ବର୍ଷ। ଦେହର ରଙ୍ଗ ଗୋରା। ମୋ ବାପା ଜାତିରେ ଧୋବା। ମୋ ବୋଉ ଚଷା ଘରର ଝିଅ। ଦୁହେଁ ଭଲ ପାଇକି ବିବାହ କରିଥିଲେ। ସେଥିପାଇଁ ମୋ ଅଜା ଘର ସହିତ ଆମର କିଛି ସମ୍ପର୍କ ନଥାଏ। ମୋ ଜେଜେଙ୍କର 4ଟା ପୁଅ। ସେମାନଙ୍କ ଭିତରୁ ମୋ ବାପା ବଡ଼, ମଝିଆ। 4 ଭାଇଙ୍କ ଭିତରେ ଭାଗବଣ୍ଟା ହେଲା ପରେ ମୋ ବାପା ଗାଁ ମୁଣ୍ଡରେ ଆମର ନୂଆ ଘର କରିଥିଲେ। ଜେଜେ ମଲା ପରେ ଅନ୍ୟ 3 ଭାଇ ସହ ଆମର ସେତେ ଭଲ ସମ୍ପର୍କ ନଥାଏ। ବାପା ରାଜମିସ୍ତ୍ରୀ କାମ କରୁଥିବାରୁ ଆମ ପରିବାର ସୁରୁଖୁରୁରେ ଚଳିଯାଏ। ମୁଁ ଯେତେବେଳେ 7ମ ଶ୍ରେଣୀରେ ପଢ଼ୁଥିଲି ମୋ ବାପା ମୃତ୍ୟୁବରଣ କରିଥିଲେ। ମୋ ବାପାଙ୍କର ମୃତ୍ୟୁ ହେବାର ବର୍ଷେ ଆଗରୁ ମୋ ବୋଉ ଆମ ଗାଁ ଅଙ୍ଗନବାଡ଼ିରେ ଚାକିରି ପାଇଥିଲା। ମୋ ବାପାଙ୍କର ଦେହାନ୍ତ ପରେ ମୋ ବୋଉ ଚାକିରି କରିଥିଲା ବୋଲି ଆମେ 2 ପ୍ରାଣୀ ସୁଖେ ଦୁଃଖେ ଚଳି ଯାଉଥିଲୁ। ମୁଁ ଗୋଟାକ ପୁଅ, ମୋର କେହି ଭଉଣୀ ନାହିଁ। ସେଥିପାଇଁ ଆମର କିଛି ଚିନ୍ତା କରିବାର ନାହିଁ। ବାପାଙ୍କର ଦେହାନ୍ତ ହେବାର 6 ବର୍ଷ ବିତି ଯାଇଥିଲା। ମୋର ଏବେ +2 ପାଠପଢ଼ା ସରିଥାଏ। ଖାଲି ରେଜଲ୍ଟ ବାହାରିବାର ବାକି ଥାଏ। ମୋ ଘରେ ରହିବା ଛଡ଼ା ମୋର ଆଉ କିଛି କାମ ନଥାଏ। ଆମର ଗୋଟେ ସ୍କୁଟି ଥିଲା। ବୋଉ ସ୍କୁଟି ଧରି ଅଫିସ କାମରେ ମାର୍କେଟକୁ ଯିବା ଆସିବା କରେ। ଦିନେ ମୁଁ ଘରେ ବସି ଟିଭି ଦେଖୁଥିଲି। ମୋତେ ଫୋନ୍ ଆସିଲା ଯେ ମୋ ବୋଉର ଦୁର୍ଘଟଣା ହୋଇଯାଇଛି। ମୁଁ ଖବର ପାଇ ବୋଉ ପାଖରେ ପହଞ୍ଚିଲି। ବୋଉର ବାମ ପାର୍ଶ୍ୱରେ ମାଡ଼ ହୋଇଥିବାରୁ ତାର ବାମ ହାତ ଭାଙ୍ଗି ଯାଇଛି ଆଉ ବାମ ଗୋଡ଼ ମାଡ଼ ବାଜିଛି ଓ ଡାହାଣ ହାତର ପାପୁଲି ରାସ୍ତାରେ ଘୋଷାଡ଼ି ହୋଇ ଖଣ୍ଡିଆ ହୋଇଯାଇଛି। ତାକୁ ଡାକ୍ତରଖାନା ନେଇଗଲେ। ସେଠାରେ ଡାକ୍ତର କହିଲେ ହାତର ଏକ୍ସରେ କରିବା ପାଇଁ। ତାପରେ ତା ହାତରେ ପ୍ଲାଷ୍ଟର କଲେ ଏବଂ ମେଡ଼ିସିନ ଲେଖିଲେ। ମୁଁ ଗାଡ଼ିଟାକୁ ନେଇ ଗୋଟେ ଚିହ୍ନା ଗ୍ୟାରେଜରେ ରଖିଦେଲି ଆଉ ଡାକ୍ତର ଲେଖିଥିବା ମେଡ଼ିସିନ କିଣିଲି ଆଉ ବୋଉକୁ ଧରି ଅଟୋରେ ଆସି ଘରେ ପହଞ୍ଚିଲି। ସେତେବେଳେ ଦିନ 3ଟା ବାଜିଥାଏ। ବୋଉକୁ ଖାଇବାକୁ ଦେଇ ବୋଉକୁ ମୁଁ ମେଡ଼ିସିନ ଖୁଆଇଲି। ବୋଉ ଭାରି ମନ ଦୁଃଖରେ ବସିଥାଏ। ମୁଁ ବୋଉକୁ ପଚାରିଲି, ତୁ ମନ ଦୁଃଖ କାହିଁକି କରୁଛୁ? ବୋଉ କହିଲା, ଯଦି ଏବେ ତୋ ବାପା ଥାନ୍ତେ ତାହେଲେ ମୋର ଏଇ ଦୁଃଖ ସମୟରେ ସେବା କରିଥାନ୍ତେ। ମୋର ଏବେ କିଏ ଅଛି ଯେ ମୋର ସେବା କରିବ? ମୁଁ କହିଲି, ବୋଉ ମୁଁ ପରା ଅଛି, ମୁଁ ତୋର ସେବା କରିବି। ବୋଉ କହିଲା, ତୁ ପରା ମୋ ପୁଅ, ତୁ କ'ଣ ସବୁ କରିପାରିବୁ? ମୁଁ କହିଲି, କାହିଁକି କରିପାରିବିନି? ତୁ ଯେତେବେଳେ ବୁଢ଼ୀ ହୋଇଯିବୁ ତୋର ସେବା କିଏ କରିବ? ତୋର କ'ଣ ଝିଅ ଅଛି ଯେ ବୃଦ୍ଧ କାଳରେ ତ ସେବା କରିବ? ମୁଁ ହିଁ କରିବି। ସେ କହିଲା, ହଉ ଠିକ୍ ଅଛି। ତାପରେ ମୁଁ କହିଲି, ତୁ ଶୋଇଥା, ମୁଁ ଟିକେ ବଜାରକୁ ଯାଇ ଆସୁଛି। ବୋଉ କହିଲା, ବଜାର କ'ଣ ପାଇଁ ଯିବୁ? ମୁଁ କହିଲି, ତତେ ଲୁଗା ପିନ୍ଧିବା ପାଇଁ ଅସୁବିଧା ହେବ। ମେକ୍ସି 2ଟା ନେଇ ଆସିଲେ ପିନ୍ଧିବାକୁ ସୁବିଧା ହେବ। ତାପରେ ମୁଁ ଯାଇ ବୋଉ ପାଇଁ 2ଟା ମେକ୍ସି ନେଇ ଆସିଲି। ରାତିରେ ରୋଷେଇ କରି ସରିଲା ପରେ ବୋଉକୁ ମୁଁ ଖୁଆଇଲି ଆଉ ତାର ମେଡ଼ିସିନକୁ ଖୁଆଇଲି। ତାପରେ ମୁଁ ବିଛଣା ପକେଇ ବୋଉକୁ ଶୁଆଇଦେଲି। ମୁଁ ଯାଇ ବାସନ ଧୁଆଧୋଇ କରି ଶୋଇବାକୁ ଆସିଲି। ତାପରେ ବୋଉ ପରିସ୍ରା କରିବାକୁ କହିଲା। ତାକୁ ଧରିକି ବାରିପଟକୁ ନେଇଗଲି। କାହିଁକିନା ଆମ ଘର ଗାଁରେ ଗୋଟିକିଆ ଘର ହୋଇଥିବାରୁ କେହି ଯିବା ଆସିବା କରନ୍ତି ନାହିଁ। ତାପରେ ମୁଁ ବୋଉକୁ କହିଲି, ତୁ କ'ଣ ବସିକି ମୁତି ପାରିବୁ? ସେ କହିଲା, ଗୋଡ଼ଟା ଦରଜ ଲାଗୁଛି, ବସି ପାରିବିନି। ମୋ ଲୁଗାଟା ଟେକି ଚଡ଼ିଟା ଖୋଲିଦେ, ମୁଁ ଠିଆ ହୋଇ ମୁତିବି। ତାପରେ ମୁଁ ବୋଉର ଲୁଗାକୁ ଟେକି ତାର ଚଡ଼ିଟା ବାହାର କରିଥିଲି। ସେ ପରିସ୍ରା କରିସାରିଲା ପରେ ତାକୁ ଘରକୁ ଆଣି ଶୁଆଇଦେଲି। ଏପର୍ଯ୍ୟନ୍ତ ବୋଉ ପ୍ରତି ମୋର ଖରାପ ଭାବନା ଜମାରୁ ସୃଷ୍ଟି ହୋଇନଥାଏ। ତା ପରଦିନ ସକାଳୁ ବୋଉକୁ ପଚାରିଲି, ବୋଉ ଏବେ ଗୋଡ଼ କେମିତି ଲାଗୁଛି? ସେ କହିଲା, ହଁ ଏବେ ଟିକେ ଭଲ ଲାଗୁଛି, ବସିପାରିବି। ବୋଉକୁ ମୁଁ ଗାଧୁଆ ଘରକୁ ନେଇଗଲି। ସାଙ୍ଗରେ ଗୋଟେ ମେକ୍ସି ଦେଲି। ବୋଉକୁ କହିଲି, ତୁ ଝାଡ଼ା ବସି ସରିଲେ ମୋତେ କହିବୁ। ବୋଉ କହିଲା, ଲୁଗାପଟା ଖୋଲି ଦେଇ ଯା, ମୋତେ ଟିକେ କେମିତି କେମିତି ଲାଗୁଛି। ବୋଉ କହିଲା, ତତେ କ'ଣ ଏକୁଟିଆ ଲାଜ ଲାଗୁଛି? ମୋତେ କ'ଣ ଲାଗୁନି? ପରିସ୍ଥିତି ଖରାପ ପଡ଼ିଛି, ଆଉ କିଛି ଉପାୟ ନାହିଁ। ତାପରେ ମୁଁ ବୋଉର ଲୁଗାପଟା ଖୋଲିଦେଇ ବୋଉକୁ ପୁରା ଲଙ୍ଗଳା କରିଦେଲି।
ବୋଉର ସୌନ୍ଦର୍ଯ୍ୟ ଦେଖି ମୁଁ ପୁରା ଅସମ୍ଭାଳ। ପୁରା ଗୋରା ଦେହ, କାଖରେ ବାଳ, ଛତି ସାଇଜର ଦୁଧ, ଆଉ ଗାଣ୍ଡି ପୁରା 40 ଖଣ୍ଡେ ହେବ। କଦଳୀ ଗଛ ଭଳି ମୋଟା ମୋଟା ଜଙ୍ଘ, ଆଉ ଜଙ୍ଘ ମଝିରେ ବୋଉର କି ବାଳୁଆ ବିଆ। ତାକୁ ମୁଁ ଆଁ କରି ଚାହିଁଥାଏ। ସେ କହିଲା, କ'ଣ ଏମିତି ଅନେଇଛୁ? ଆଗରୁ କାହାର ଦେଖିନୁ କି? ତାପରେ ମୁଁ ଲୁଗା ତଳେ ଥୋଇ ବାହାରକୁ ଆସି କବାଟ ଆଉଜି ଠିଆ ହୋଇଥାଏ। କିଛି ସମୟ ପରେ ବୋଉ ଡାକିଲା। ମୁଁ ଭିତରକୁ ଯାଇ ତାକୁ ନିଜ ହାତରେ ଶୌଚ କରେଇଲି। ତାପରେ ତାକୁ ବ୍ରସ୍ କରେଇଲି। ତାପରେ ତାକୁ କହିଲି, 2 ହାତ ଉପରକୁ ଟେକି ରଖ, ନହେଲେ ଓଦା ହୋଇଯିବ। ମୁଁ ତାକୁ ଗାଧୋଇ ଦେଲି। ତାପରେ ତାକୁ ପୋଛାପୋଛି କରି କପଡ଼ା ପିନ୍ଧେଇ ଦେଲି। ତାପରେ ତାକୁ ଘରକୁ ନେଇଗଲି। ରୋଷେଇ କରି ତାକୁ ଖୁଆଇଲି। ତାପରେ ଔଷଧ ଖାଇବାକୁ ଦେଲି। ଏମିତି ଭାବରେ 4ରୁ 5 ଦିନ କଟିଗଲା। ଦିନେ ବୋଉ ମୋତେ ପଚାରିଲା, ଆଚ୍ଛା କହିଲୁ, ତୁ ମୋତେ ସବୁଦିନ ସକାଳୁ ରାତି ପର୍ଯ୍ୟନ୍ତ ସେବା କରୁଛୁ, ତୁ ଖରାପ ଭାବୁନୁ ତ? ମୁଁ କହିଲି, ନା ନା ବୋଉ, ଖରାପ କାହିଁକି ଭାବିବି? ତୋ ଛଡ଼ା ମୋର ଆଉ କିଏ ଅଛି? ନା ମୋ ଛଡ଼ା ତୋର ଆଉ କିଏ ଅଛି? ତାପରେ ବୋଉ କହିଲା, ତୁ ଆଜିଠୁ ମୋତେ ସାବୁନ ଲଗେଇକି ଗାଧୋଇ ଦେବୁ, ନହେଲେ ଦେହ ଅଠା ଅଠା ଲାଗୁଛି। ମୁଁ କହିଲି, ହଉ ବୋଉ, ଠିକ୍ ଅଛି। ବୋଉ ତା ହାତ ଓଦା କରିବନି, ତେଣୁ ମୁଁ ପ୍ରଥମେ ତା ଦେହରେ ସାବୁନ ଲଗେଇଦେଲି। ତାପରେ 2 ହାତରେ ଘଷିବାକୁ ଲାଗିଲି। ସେତେବେଳକୁ ବୋଉର ନିଶ୍ୱାସ ବଢ଼ି ଯାଇଥାଏ। ଯେତେବେଳେ ତା ଗାଣ୍ଡି ମଝିକୁ ହାତରେ ଘଷିବାକୁ ଲାଗିଲି, ତା ଗାଣ୍ଡିର କଣା ପାଖଟା ବହୁତ ଗରମ ଲାଗୁଥାଏ। ତାପରେ ତା ବିଆକୁ ହାତରେ ଘଷିଲି। ତା ପାଟିରୁ ଟିକେ ଚିତ୍କାର ବାହାରିଗଲା। ଏପଟେ ମୋର ବାଣ୍ଡ ପୁରା 90 ଡିଗ୍ରୀ। ଆମ 2 ଜଣଙ୍କର ଅବସ୍ଥା ପୁରା ଗୁରୁତର। ହେଲେ ସେ ମୋତେ କିଛି କହିପାରେନି, କିମ୍ବା ମୁଁ ତାକୁ ବି କିଛି କହିପାରେନି। ବୋଉ କଥା ଭାବି ମୁଠି ମାରିବା ଛଡ଼ା ଆଉ କିଛି ମୋର ଉପାୟ ନଥିଲା। କାହିଁକିନା ମା ପୁଅ ସମ୍ପର୍କର ପାଚେରୀ ଆମ 2 ଜଣଙ୍କ ମଝିରେ ଥାଏ। ତା ପରଦିନ ବୋଉକୁ ଶୌଚ କରେଇବା ବେଳେ ବୋଉ କହିଲା, ଗାଣ୍ଡିରେ ସାବୁନ ଲଗେଇ ସଫା କର, ନହେଲେ ବେମାର ହେବ। ମୁଁ କହିଲି, ତୁ ବସିଯା। ସେ ଝାଡ଼ା ବସିବା ଭଳି ବସି ହାତ ଉପରକୁ ଟେକି ରଖିଲା। ସେଠୁ ଆଗେ ମୁଁ ତାର ବିଶାଳକାୟ ଗାଣ୍ଡିକୁ ଧୋଇଲି। ତାପରେ ସାବୁନ ନେଇ ତା ଓସାରିଆ ବଡ଼ ବଡ଼ 2 ଫାଳ ପିଚା ଓ ଗାଣ୍ଡି କଣାରେ ସାବୁନ ଲଗେଇ ଦେଇ ହାତରେ ଘଷିବାକୁ ଲାଗିଲି। ବୋଉ କହିଲା, ହଁ, ଭଲରେ ସଫା କର, ଗାଣ୍ଡି ଭିତରୁ ସାବୁନ ଲଗେଇଦେ। ମୁଁ ବୋଉକୁ ପଚାରିଲି, ଗାଣ୍ଡି ଭିତରେ କେମିତି ସାବୁନ ଲଗେଇବି? ବୋଉ କହିଲା, କଣାରେ 2ଟା ଆଙ୍ଗୁଳି ପୂରେଇ ଭିତର ବାହାର କଲେ ସଫା ହୋଇଯିବ। ତାପରେ ମୁଁ ମୋ ହାତର ମଝି 2 ଆଙ୍ଗୁଳି ବୋଉର ଗାଣ୍ଡି କଣା ଭିତରେ ପୂରେଇ ଦେଲି। ତା ଗାଣ୍ଡି ଭିତରଟା ବହୁତ ଗରମ ଲାଗୁଥାଏ। ଏମିତି ଲାଗୁଥାଏ ଯେମିତି ମୁଁ ମୋର ଆଙ୍ଗୁଳିକୁ ଗରମ ପାଣିରେ ବୁଡ଼େଇ ଦେଇଛି। ତାପରେ ମୁଁ ବୋଉ ଗାଣ୍ଡିରେ ଆଙ୍ଗୁଳି ପୂରେଇ ଭିତର ବାହାର କରିବାକୁ ଲାଗିଲି। ବୋଉ କହିଲା, ହଁ, ସେମିତି କର, କହିକି ଜୋରରେ ନିଶ୍ୱାସ ନେଉଥାଏ। ତାପରେ ମୁଁ ବୋଉକୁ କହିଲି, ଏବେ ସେତିକି ଥାଉ, ତତେ ଜଲ୍ଦି ଗାଧୋଇ ଦେଲେ ମୁଁ ବାହାରକୁ ଯିବି। ସେଠୁ ବୋଉର ମୁହଁ ଟିକେ ଶୁଖିଗଲା। ମୁଁ ବୋଉକୁ ଗାଧୋଇ ଦେଇ ତା କପଡ଼ା ପିନ୍ଧେଇଲି, ଆଉ ତାକୁ ନେଇ ଖୁଆଇ ପିଆଇ ଔଷଧ ଦେଲି। ତାପରେ ମୁଁ ବାହାରକୁ ଚାଲିଗଲି। ମୁଁ ବଜାରକୁ ଗଲାବେଳେ ଭାବିଲି, ବୋଉକୁ ଆଜି ଯେମିତି ହେଲେ ମୁଁ ଘେଇବି। ତା ବିଆ ଆଉ ଗାଣ୍ଡି ଗୋଲୁ ହେଲାଣି। ତାପରେ ମୁଁ ଘରକୁ ଗଲି। ଗଲାବେଳକୁ ବୋଉ ଶୋଇପଡ଼ିଛି। ତାକୁ ଉଠେଇ ଖାଇବାକୁ ଦେଲି। ତାପରେ ଆମେ ବସି ପଇସା ପତ୍ର କଥା ଆଲୋଚନା କଲୁ। ରାତିରେ ଶୋଇବା ବେଳକୁ ବୋଉକୁ କହିଲି, ତୋ ଗୋଡ଼ରେ ତେଲ ମାଲିସ କରିଦେବି ଦେଖା। ବୋଉ ଗୋଡ଼ ଲମ୍ବେଇଲା। ମୁଁ ତେଲ ଗିନାକୁ ଆଣି ବୋଉର 2 ପାଦଠାରୁ ଆଣ୍ଠୁ ଯାଏ ମାଲିସ କଲି। ତାପରେ ତା ନାଇଟି ଉପରକୁ ଟେକି ତାର ମସ୍ତ 2 ଜଙ୍ଘ ଉପରେ ତେଲ ମାଲିସ କରିବାକୁ ଲାଗିଲି। ହେଲେ ବୋଉ ତ ମୁହଁ ମାଡ଼ିକି ଶୋଇପାରିବନି। ତେଣୁ ତାକୁ କହିଲି, ତୁ ଗୋଡ଼କୁ ଟିକେ ତୋ ପଛପଟ ଜଙ୍ଘରେ ତେଲ ଲଗେଇଦେବି। ତାପରେ ବୋଉ 2 ଗୋଡ଼କୁ ଟେକି ରଖିଲା। ମୁଁ ତାର ପଛପଟ ଜଙ୍ଘରେ ଆଣ୍ଠୁଠାରୁ ଗାଣ୍ଡି ପର୍ଯ୍ୟନ୍ତ ତେଲ ମାଲିସ କଲି। ଆଉ ବାକି ରହିଲା ତା ବିଆ ଓ ଗାଣ୍ଡି। ତେଲ ଗିନାକୁ ନେଇ ତା ବିଆ ଉପରେ ଢାଳିଦେଲି। 2 ହାତର ବୁଢ଼ା ଆଙ୍ଗୁଳିରେ ତା ବିଆର କୋମଳ ପାଖୁଡ଼ାକୁ ଘଷି ଘଷି ମାଲିସ କରିବାକୁ ଲାଗିଲି। ବୋଉ ଶିହରଣରେ ସଁ ସଁ କରୁଥାଏ। ତାପରେ ତା ଗାଣ୍ଡି କଣାରେ ତେଲ ଦେଇ 2ଟା ଆଙ୍ଗୁଳି ପୂରେଇ ଭିତର ବାହାର କରିବାକୁ ଲାଗିଲି। ଆଉ ଗୋଟେ ହାତରେ ବିଆକୁ ଘଷୁଥାଏ। ବୋଉ ଶିହରଣରେ କହୁଥାଏ, ହଁ, ସେମିତି କର, ବହୁତ ମଜା ଲାଗୁଛି। ଏମିତି କିଛି ସମୟ କରିବା ପରେ ବୋଉ କହିଲା, ଆଉ ସମ୍ଭାଳି ପାରିବିନି, ଏଥର ସିଧା ତୋ ବାଣ୍ଡକୁ ପୂରେଇ ମୋର ବିଆକୁ ଫଟେଇ ଦେ। ବୋଉ ପାଟିରୁ ଏଭଳି କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି।
ମୁଁ କେବେ ଭାବିନଥିଲି ଯେ ବୋଉ ମୋତେ ଏମିତି କହିବ ବୋଲି। ମୁଁ ବି କେଉଁ ସୁଯୋଗକୁ ହାତଛଡ଼ା କରେ। ମୁଁ ମଧ୍ୟ ବୋଉ କଥାକୁ ମାନି ତୁରନ୍ତ ମୋର ଭାଣ୍ଡକୁ ନେଇ ସିଧା ବୋଉର ବିଆ ଭିତରେ ପୂରେଇ ଗେହିବାକୁ ଲାଗିଲି। ପ୍ରାୟ 15ରୁ 20 ମିନିଟ୍ ଗେହିବା ପରେ ବୋଉ ବିଆରୁ ପାଣି ବାହାରିଗଲା ଆଉ ମୋର ବାଣ୍ଡକୁ ପୁରା ଓଦା କରିଦେଲା। ହେଲେ ମୁଁ ମୋର ଗିହଣା ବନ୍ଦ କରିନଥିଲି, ସେମିତି ଗେହି ଚାଲିଥିଲି। ବୋଉ ବିଆରୁ ପାଣିରୁ ବହି ବହି ପିଚକାରି ମାରୁଥାଏ। ଏମିତି ଆହୁରି 15ରୁ 20 ମିନିଟ୍ ଗେହିବା ପରେ ମୋର ବୀର୍ଯ୍ୟ ବାହାରିବାର ବେଳ ହୋଇଗଲା। ମୁଁ ବୋଉକୁ ପଚାରିଲି, ବୋଉ ମୋର ଏବେ ବାହାରିବ, ଭିତରେ ପକେଇବି ନା ବାହାରେ? ବୋଉ କହିଲା ବାହାରେ ପକେଇଦେ, ନହେଲେ ଛୁଆ ରହିଯିବ। ତାପରେ ମୁଁ ମୋର ବାଣ୍ଡକୁ ବାହାର କରି କାଢ଼ି ହଲେଇବାକୁ ଲାଗିଲି ଆଉ ସବୁଯାକ ବୀର୍ଯ୍ୟକୁ ବୋଉର ପେଟ ଉପରେ ଢାଳିଦେଲି। ତାପରଠୁ ଆମ ମା ପୁଅ ଭିତରେ ଏଭଳି ସମ୍ପର୍କ ଆଗକୁ ଚାଲିବାକୁ ଲାଗିଲା। ଦର୍ଶକ ବନ୍ଧୁ, ଏଇ ଥିଲା କାହାଣୀ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମର ପେଡ୍ ଗ୍ରୁପରେ ଜଏନ୍ ହେବାକୁ ଚାହୁଁଛନ୍ତି, ଯେଉଁଠିକି ଆପଣମାନେ ସବୁ ପ୍ରକାର ଓଡ଼ିଆ, ହିନ୍ଦୀ, ଇଂଲିଶ ଏସବୁ ଭିଡ଼ିଓର ଏସବୁ ଭାଇରାଲ ଭିଡ଼ିଓ ଆପଣମାନେ ଆମ ଟେଲିଗ୍ରାମରେ ପାଇପାରିବେ। ଆଉ ଗୋଟେ ଗ୍ରୁପ୍ ଅଛି ଯେଉଁ ଗ୍ରୁପ୍ରେ କି ଆପଣମାନେ ସବୁ ଷ୍ଟୋରିର ଯେଉଁ କାହାଣୀ ଗୁଡ଼ିକର ପାର୍ଟ 1 ଆପଣ ଦେଖିଛନ୍ତି, ସେ କାହାଣୀ ଗୁଡ଼ିକର ପାର୍ଟ 2, ପାର୍ଟ 3 ସବୁ ବାକିତକ ପାର୍ଟ ଆମର ସେ ଟେଲିଗ୍ରାମରେ ଅପଲୋଡ଼ ଅଛି। ଯଦି ଆପଣମାନେ ଟେଲିଗ୍ରାମରେ ଜଏନ୍ ହେବାକୁ ଚାହାନ୍ତି, ତାହେଲେ କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇ ଆମ ଟେଲିଗ୍ରାମରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କ'ଣ, ଟେଲିଗ୍ରାମ ହେଉଛି ହ୍ୱାଟ୍ସଆପ୍ ଭଳି ବହୁତ ହି ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପ୍ରେ ଆପଣ ମେସେଜ୍ କରିପାରୁଛନ୍ତି, ଗ୍ରୁପ୍ରେ ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପ୍ରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ, ଟେଲିଗ୍ରାମରେ ତାହା ଆପଣ ହାଇଡ଼୍ କରିପାରିବେ, ଯେଉଁଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣ ରହିଲେ ଆଉ ଏନ୍ଜୟ କଲେ। ଆଉ ଏଇଭଳି ନୂଆ ନୂଆ କଷ ଓ ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ୍ ସହ ସବୁବେଳେ ଯୋଡ଼ି ହୋଇକି ଥାଆନ୍ତୁ। ଧନ୍ୟବାଦ।